ଲୋକମଞ୍ଚ 2025 ଆମ ମାଟି ଆମ ଓଡ଼ିଶା ସ୍ଥାପନା ଚାରିଟେବୁଲ ଟ୍ରଷ୍ଟ ତରଫରୁ ଭୁବନେଶ୍ୱର ସ୍ଥିତ ବୁଦ୍ଧ ମନ୍ଦିରଠାରେ ଅନୁଷ୍ଠିତ ହୋଇଯାଇଛି। ପ୍ରତିଭାବାନ କଳାକାର, ନୃତ୍ୟଶିଳ୍ପୀ, ଗାୟକ ଏବଂ ଉଦ୍ୟୋଗୀଙ୍କୁ ଏକତ୍ର କରି ଓଡ଼ିଶାର ଜୀବନ୍ତ ସାଂସ୍କୃତିକ ଐତିହ୍ୟକୁ ପାଳନ କରିବା ପାଇଁ ଏହି କାର୍ଯ୍ୟକ୍ରମର ଏକ ପଦକ୍ଷେପ। ଏହା ଆମ ସଙ୍ଗୀତର ପ୍ରଦର୍ଶନ, ପାରମ୍ପରିକ ନୃତ୍ୟ ଏବଂ କଳାକାର ତଥା କାରିଗରମାନେ ଯେଉଁମାନେ ଆମ ପ୍ରିୟ ରାଜ୍ୟର ସାଂସ୍କୃତିକ କଳାରେ ବହୁ ଅବଦାନ ରଖିଛନ୍ତି, ଏହି ଦିନ ସେମାନଙ୍କ ପାଇଁ ଏକ ଉତ୍ସାହର ଦିନ ହେବ ବୋଲି ସ୍ଥାପନା ଚାରିଟେବୁଲ ଟ୍ରଷ୍ଟ ଆଶା ରଖିଛି। ଭାଷା, ସାହିତ୍ୟ, ସଂସ୍କୃତି ଆଜି କିଭଳି ଅବହେଳିତ, ନଈ ନାଳ କିପରି ଆଜି ପ୍ରଦୂଷିତ, ଆମେ ସେହି ଜାତିର ଦୟାଦ ଯାହା ପାଖରେ ମହଣେ ମହଣେ ସୁନା ଅଛି, ହେଲେ ଆମେ ତାର ମୂଲ୍ୟ ନ ବୁଝି ଅନ୍ୟକୁ ଦେଖି ତା ପଛରେ ଗୋଡ଼ାଉଛୁ, ଏଭଳି କିଛି ମତବ୍ୟକ୍ତ କରିଥିଲେ ଭାରତୀୟ ଜନତା ପାର୍ଟିର ସଜନ ଶର୍ମା। ଏଥିରେ ମୁଖ୍ୟ ଅତିଥି ଭାବେ ଭାରତୀୟ ଜନତା ପାର୍ଟିର ଗୋଲକ ମହାପାତ୍ର, ବିଶିଷ୍ଟ ଅତିଥି ଭାବେ ନାରାୟଣ ମହାନ୍ତି, ସମ୍ମାନିତ ଅତିଥି ସଜନ ଶର୍ମା, ଜଳେଶ୍ୱର ବାବୁ ଯୋଗ ଦେଇଥିଲେ। ସ୍ଥାପନା ଚାରିଟେବୁଲର ସଭାପତିତ୍ୱ କରିଥିଲେ ନିବେଦିତା ନାୟକ, ସଂଯୋଜକ କରିଥିଲେ ଶ୍ରୀ ସରୋଜ କୁମାର ଭୂୟାଁ। ସର୍ବଶେଷରେ ଲୋକମଞ୍ଚରେ ସୁଶୀଲ କୁମାର ସାହୁଙ୍କୁ ଜଗତସିଂହପୁର ଜିଲ୍ଲାର ସଭାପତି ଭାବେ ଚୟନ କରାଯାଇଥିଲା। ବ୍ୟୁରୋ ରିପୋର୍ଟ, ପବ୍ଲିକ ମିଡ଼ିଆ।